ବର୍ଷ ଆରମ୍ଭରୁ ହିଁ ଜାନୁଆରୀ 4 ତାରିଖରୁ ବୁଧ ତାଙ୍କର ରାଶି ପରିବର୍ତ୍ତନ କରିବାକୁ ଯାଉଛନ୍ତି ଧନୁ ରାଶିକୁ। ଏହାଦ୍ୱାରା ବୁଧଙ୍କର ଧନୁ ରାଶିରେ ପ୍ରବେଶ ଦ୍ୱାରା ମେଷରୁ ନେଇ ତୁଳା ରାଶିର ବ୍ୟକ୍ତିମାନଙ୍କୁ କ'ଣ ସବୁ ଶୁଭ ଅଶୁଭ ଫଳ ମିଳିବ, ତାଙ୍କ ଭବିଷ୍ୟତ କ'ଣ ରହିବ, ସେହି ବିଷୟରେ ଆଜି ଆମେ ଡିଟେଲ୍ସରେ ଆଲୋଚନା କରିବା। ନମସ୍କାର, ମୁଁ ସୁଆଶିଷ ପୁଣି ଥରେ ସ୍ୱାଗତ କରୁଛି ମୋ ୟୁଟ୍ୟୁବ୍ ଚ୍ୟାନେଲକୁ। ଆଜି ଆମେ ଆଲୋଚନା କରିବା କି ବୁଧଙ୍କର ଯେଉଁ ରାଶି ପରିବର୍ତ୍ତନ ହେଉଛି ଧନୁ ରାଶିକୁ, ଏହି ଧନୁ ରାଶିରେ ପ୍ରବେଶ କରିବା ଦ୍ୱାରା ବୁଧ ଆପଣମାନଙ୍କର ମେଷରୁ ନେଇକି ତୁଳା ରାଶିର ବ୍ୟକ୍ତିମାନଙ୍କୁ କ'ଣ ସବୁ ଫଳ ଦେବେ, ସେହି ବିଷୟରେ ଆଜି ଆମେ ଡିଟେଲ୍ସରେ ତ ଆଲୋଚନା କରିବା। ତା ପୂର୍ବରୁ ସବୁଦିନ ଭଳି ଗୋଟେ ରିକ୍ୱେଷ୍ଟ କରିବାକୁ ଚାହିଁବି କି ଯେଉଁମାନେ ବି ଏଯାଏଁ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି ସବସ୍କ୍ରାଇବ୍ କରନ୍ତୁ, ଆଉ ପାଖ ଥିବା ବେଲ୍ ଆଇକନ୍କୁ ମଧ୍ୟ ପ୍ରେସ୍ କରନ୍ତୁ, ଯାହାଦ୍ୱାରା କି ମୁଁ ଆଗକୁ ଯାହା ବି କିଛି ଭିଡ଼ିଓ ଦେବି ତା ନୋଟିଫିକେସନ୍ ଆପଣମାନଙ୍କୁ ଠିକ୍ ସମୟରେ ମିଳିଯିବ। ଯଦି ଆମେ ବୁଧଙ୍କ ରାଶି ପରିବର୍ତ୍ତନ ଦ୍ୱାରା କାଳପୁରୁଷର ପ୍ରଥମ ରାଶି ଅର୍ଥାତ୍ ମେଷ ରାଶି କଥା କହିବା, ତାହେଲେ ମେଷ ରାଶିର ଯେଉଁ ବ୍ୟକ୍ତିମାନେ ଅଛନ୍ତି ତାଙ୍କର ଶିକ୍ଷା କ୍ଷେତ୍ର, ଯାତ୍ରାରେ ଏବଂ ସେଲ୍ଫ ଇମ୍ପ୍ରୁଭମେଣ୍ଟର ସୁଯୋଗ ତାଙ୍କୁ ମିଳିବ। ତାପରେ ଯଦି ବୃଷ ରାଶି କଥା କହିବା, ତାହେଲେ ବୃଷ ରାଶିର ବ୍ୟକ୍ତିମାନେ ନିବେଶରେ ମାନେ ଇନଭେଷ୍ଟମେଣ୍ଟରେ ଏବଂ ଗଭୀର ବିଷୟରେ ଅଧିକ ଧ୍ୟାନ ଦେବେ। ତାପରେ ଯଦି ମିଥୁନ ରାଶି କଥା କହିବା, ତାହେଲେ ମିଥୁନ ରାଶିର ଯେଉଁ ବ୍ୟକ୍ତିମାନେ ଅଛନ୍ତି ସେମାନେ ଦେଖିବେ କି ତାଙ୍କର ସମ୍ପର୍କରେ ପାର୍ଟନରସିପ୍ରେ ଯେଉଁ କମ୍ୟୁନିକେସନ୍ ଗ୍ୟାପ୍ ଥିଲା ସେ କମ୍ୟୁନିକେସନ୍ ଗ୍ୟାପ୍ ଦୂର ହେବ। ସେମାନେ ଭଲ କମ୍ୟୁନିକେସନ୍ ରଖିପାରିବେ ନିଜ ପାର୍ଟନର ଏବଂ ସମ୍ପର୍କୀୟ ଲୋକଙ୍କ ସହିତ। ତାପରେ ଯଦି ଆମେ ନେକ୍ସଟ କର୍କଟ ରାଶି କଥା କହିବା, ତାହେଲେ କର୍କଟ ରାଶିର ଯେଉଁ ବ୍ୟକ୍ତିମାନେ ଅଛନ୍ତି ତାଙ୍କର କାର୍ଯ୍ୟ କ୍ଷେତ୍ରରେ ମାନେ ସୁଧାର ଆସିବ, ଶିକ୍ଷା କାର୍ଯ୍ୟ କ୍ଷେତ୍ରରେ ସୁଧାର ଆସିବ। ତାପରେ ଯଦି ଆମେ ସିଂହ ରାଶି କଥା କହିବା, ତାହେଲେ ସିଂହ ରାଶିର ଯେଉଁ ବ୍ୟକ୍ତିମାନେ ଅଛନ୍ତି ତାଙ୍କର ମଜା ଆଉ ରୋମାନ୍ସ ବଢ଼ିଯିବ। ତାପରେ ଯଦି ଆମେ କନ୍ୟା ରାଶି କଥା କହିବା, ତାହେଲେ କନ୍ୟା ରାଶିର ଯେଉଁ ବ୍ୟକ୍ତିମାନେ ଅଛନ୍ତି ତାଙ୍କର ଘର ସହିତ ପରିବାର ସହିତ ସମ୍ପର୍କ ସମ୍ବନ୍ଧ ବଢ଼ିବ, ତା ସହିତ ସେମାନେ ବଡ଼ ବଡ଼ ନିଷ୍ପତ୍ତି ମଧ୍ୟ ନେବେ। ତାପରେ ଯଦି ଆମେ ତୁଳା ରାଶି କଥା କହିବା, ତାହେଲେ ତୁଳା ରାଶିର ଯେଉଁ ବ୍ୟକ୍ତିମାନେ ଅଛନ୍ତି ତାଙ୍କର ଏଇ ବୁଧଙ୍କର ଯେଉଁ ରାଶି ପରିବର୍ତ୍ତନ ହେବ, ଦେଖିବେ କି ସେମାନେ ଛୋଟ ଛୋଟ ଜିନିଷରେ ସଫଳତା ପାଇବେ। ତା ସହିତ ତାଙ୍କର ଯେଉଁ ସାମାଜିକ ସମ୍ପର୍କ ଅଛି ତାହା ମଧ୍ୟ ବଢ଼ିବ, ମାନେ ଲୋକଙ୍କ ସହିତ ଯେଉଁ ସାମାଜିକ ସମ୍ପର୍କ ତାହା ମଧ୍ୟ ବଢ଼ିବ। ଏ ତ ଥିଲା ଆପଣମାନଙ୍କର ମେଷରୁ ନେଇକି ତୁଳା ରାଶିର ଭବିଷ୍ୟତବାଣୀ, ଯାହାକି ବୁଧଙ୍କ ରାଶି ପରିବର୍ତ୍ତନ ଦ୍ୱାରା ହେବାକୁ ଯାଉଛି। ତାପରେ ଆମେ ନେକ୍ସଟ ଭିଡ଼ିଓରେ ଆଲୋଚନା କରିବା କି ଆପଣମାନଙ୍କର ବିଛା ରାଶିରୁ ନେଇକି ମୀନ ରାଶି ଯାଏଁ। ଆଜି ପାଇଁ ତ ଏତିକି, ଦେଖା ହେବା ନେକ୍ସଟ ଭିଡ଼ିଓରେ। ରହୁଛି, ନମସ୍କାର।